ଆଜି ସକାଳୁ ସକାଳୁ ମୁଁ ଜଲ୍ଦି ଜଲ୍ଦି ଗାଧେଇ ପଡ଼ିଲି। ଗାଧେଇ ସାରିବା ପରେ ସବୁଦିନ ସକାଳୁ ମୁଁ ଯେମିତି ପୂଜା କରେ ଆଜି ବି ସକାଳୁ ପୂଜା କରିଦେଲି। ସକାଳୁ ପୂଜା କରିବା ପରେ ମୋତେ ଟିକେ ଭଲ ଲାଗେ, ମନକୁ ବହୁତ ଶାନ୍ତି ମିଳେ। ପୂଜା ସାରିବା ପରେ ମୁଁ ଟିକେ ମେକଅପ୍ ହେଇ ସାବିତ୍ରୀ ପୂଜା ପାଇଁ ପ୍ରିପେୟାର ହେଇଗଲି। ଝିଅମାନେ ଯେତେ ବି ବ୍ୟସ୍ତ ଥାଆନ୍ତୁ ନା କାହିଁକି, ମେକଅପ୍ ନ ନେଲେ କିଛି ବି କାମ କରିବାକୁ ଇଚ୍ଛା ହେବନି। ତ ମୁଁ ଏଠି ଟିକେ ମେକଅପ୍ ହେଇଗଲି, ତାପରେ ନେଲ୍ ପଲିsh ଅଳତା ଲଗେଇ ଟିକେ ସଜ ହେଇଗଲି। ମୋ ଗୋଡ଼କୁ ତ ମୁଁ ବାରମ୍ବାର ଦେଖୁଥାଏ, ମୋ ପାଦ କେତେ ସୁନ୍ଦର ଦେଖାଯାଉଛି। ଏଠି ଟୁନିଆ ବି ରେଡ଼ି ହେଇଗଲେ, ଆଉ ମୋ ପୁଅକୁ ବି ଟିକେ ରେଡ଼ି କରିଦେଲେ। ତ ଆମେ ମାନେ ସମସ୍ତେ ରେଡ଼ି ହେଇଗଲୁ। ଠାକୁର ଘରକୁ ଯାଇ ପୂଜା ପାଇଁ ସବୁ ଫଳ ସବୁ କାଟିଦେଲି। ମାଆଙ୍କ ସହ ମିଶିକି ପୂଜା କାମରେ ମୁଁ ସାହାଯ୍ୟ କରିନେଲି। ମା ଏଠି ନଡ଼ିଆ କରୁଛନ୍ତି। ଏଠି ସାବିତ୍ରୀ ପୂଜା ପାଇଁ ମୋର ଶଙ୍ଖା ସିନ୍ଦୁର ଶାଢ଼ୀ ଚୁଡ଼ି ମୁଁ ସବୁ ସଜାଡ଼ି ରଖି ସାରିଛି। ପୂଜା ପାଇଁ ମଧ୍ୟ ସାମଗ୍ରୀ ସବୁ ସଜାଡ଼ି ରଖି ସାରିଛି। କୃଷ୍ଣର ତ ପାଟି ଫିଟୁନି, ହେଲେ ସେ ଏଠି ମୁଣ୍ଡ ଟୁଙ୍ଗାରେ କ'ଣ ଗୋଟେ କହୁଛି, ଆଉ ସେ ସବୁଆଡ଼େ ବୁଲିକି ଦେଖୁଛି ଆଜି କ'ଣ ସବୁ ହେଉଛି। ପ୍ରଥମେ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗିବ ବୋଲି ମୁଁ ଭୋଗ ଥାଳିଟା ମାଆଙ୍କ ହାତକୁ ବଢ଼େଇଦେଲି। ତାପରେ କଟା ହେଇଥିବା ସବୁ ଫଳକୁ ଭଲ ଭାବରେ ମିକ୍ସ କରିଦେଲି। ଏଠି ମୁଁ ପଣା ବି ବନେଇଥିଲି, ପଣାକୁ ବି ଭଲ ଭାବରେ ମିକ୍ସ କରିଦେଲି। ତାପରେ ଧୂପ ଲଗେଇ ମାଆଙ୍କ ସହ ପୂଜା କଲି। ତାପରେ ମାଆଙ୍କର ମୋର ମିଶି ଆଳତି କରିନେଲୁ। ତାପରେ କର୍ପୂର ଆଳତି ବି କରିଲୁ। ଦେଖିପାରୁଥିବେ ମୋ ପ୍ରଭୁ ଜଗନ୍ନାଥ ଆଜି କେତେ ସୁନ୍ଦର ଲାଗୁଛନ୍ତି। ତାଙ୍କ ଆଖି ଦେଖିଲେ ଲାଗୁଛି ସତେ ଯେମିତି ସେ ମୋତେ ଚାହିଁଛନ୍ତି କି। ତାପରେ ଝୁଣା ଦେଇଦେଲୁ। ମା ମୋତେ କିଛି ଫୁଲ ଦେଲେ ମା ବୃନ୍ଦାବତୀଙ୍କ ଅର୍ପଣ କରିବାକୁ। ପୁଅର ମୋର ମାଆଙ୍କର ମିଶିକି ମା ବୃନ୍ଦାବତୀଙ୍କୁ ପୁଷ୍ପାଞ୍ଜଳି ଦେଲୁ। ପୁଅକୁ ଟିକେ ଭଗବାନଙ୍କୁ ନମ କରେଇଦେଲି। ସେ ତ ଶିଖିନି, ସେ ଖାଲି ଭୋଗ ଖାଇବାକୁ ବାହାରୁଛି। କାଳେ ସେ ଭୋଗ ଖାଇଦେବ, ମା ତାକୁ ଏଠି ଜଗିଛନ୍ତି। ତାପରେ ମୁଁ ସାବିତ୍ରୀ ପୂଜା ବହି ପଢ଼ିନେଲି। ବହି ପଢ଼ି ସାରିବା ପରେ ଭଗବାନଙ୍କ ପାଖରେ ଭୋଗ ଲଗେଇଦେଲି। କାଳେ କେଉଁଠି ମୋର ଭୁଲ ହେଇଯିବ କି, ସେଥିପାଇଁ ମା ମୋତେ ସବୁ କହିଦେଉଛନ୍ତି। ଏବେ ମୋର ପୂଜା ସରିଗଲା। ତାପରେ ମୋର ଯେଉଁ ଶାଢ଼ୀଟା ପୂଜା ହେଇଥିଲା ତାକୁ ମୁଁ ପିନ୍ଧିକି ରେଡ଼ି ହେଇଗଲି। ଦେଖିପାରୁଥିବେ ମୁଁ କେତେ ସୁନ୍ଦର ଲାଗୁଛି। ତାପରେ ମୁଁ ମୋର ସତ୍ୟବାନଙ୍କୁ ପୂଜା କରିବାକୁ ଗଲି। ତାଙ୍କୁ ଫୁଲ ସିନ୍ଦୁର ଚନ୍ଦନ ଦେଇକି ପୂଜା କରିଦେଲି। ମୋତେ ତ ବହୁତ ଖୁସି ଲାଗୁଥିଲା, କାହିଁକି ନା ମୁଁ କେଉଁ ଜନ୍ମରେ କେଉଁ ପୁଣ୍ୟ କରିଥିଲି କେଜାଣି, ଆଙ୍କ ପରି ସ୍ୱାମୀ ମୋତେ ମିଳିଛି। ଆଉ ଭଗବାନଙ୍କୁ ସବୁବେଳେ ଗୋଟେ କଥା କହି ଆସିବି, ମୋତେ ନା ଯେତେଟା ବି ଜନ୍ମ ଦିଅନ୍ତୁ, ସବୁ ଜନ୍ମରେ ମୋତେ କେବଳ ଚୁନିଆଙ୍କୁ ହିଁ ଦେବେ। ଆଉ ମୋର ଏତିକି ପ୍ରାର୍ଥନା ବି ତୁମ ହାତରୁ, ସବୁ ଜନ୍ମରେ ଶଙ୍ଖା ସିନ୍ଦୁର ମଙ୍ଗଳସୂତ୍ର ପିନ୍ଧୁଥାଏ। ହେଇଗଲା ପରେ ଆମେ ଦୁଇ ଜଣ ବାହାରକୁ ଟିକେ ବୁଲିବାକୁ ଗଲୁ। ଆଜିର ଭିଡ଼ିଓଟି ଏତିକି ଥିଲା। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ। ଯଦି ଆଜିର ଏଇ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଥାଏ ତେବେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଆଦୌ ବି ଭୁଲିବେନି। ରହୁଛି ନମସ୍କାର, ଜୟ ଜଗନ୍ନାଥ।